ପୂର୍ବରୁ ଆମେମାନେ ଦେଖିଥିଲେ ବିତ୍ତ ନିଷ୍କାସନ ସମ୍ପର୍କରେ, କୃଷିକରଣ ସମ୍ପର୍କରେ ତଥା କୃଷିର ଅଭିବୃଦ୍ଧି ଆଦି ସମ୍ପର୍କରେ ଟିକେ ଟିକେ ଦେଖିଥିଲେ। କୃଷିର ବ୍ୟବସାୟୀକରଣ ହେଲା ଏସବୁ ସମ୍ପର୍କରେ ଦେଖିଥିଲେ ତଥା ବିତ୍ତ ନିଷ୍କାସନ ଆର୍ଥିକ ପ୍ରଭାବ ସମ୍ପର୍କରେ ଆମେମାନେ ଦେଖିଥିଲେ। ବର୍ତ୍ତମାନ ଆମେ ଦେଖିବା ରେଲର ବିକାଶ। ସର୍ବପ୍ରଥମେ କ'ଣ ହେଇଛି ନା ରେଳ ବ୍ୟବସ୍ଥା ସମ୍ପର୍କରେ ଦେଖିବା ଯେ ସର୍ବପ୍ରଥମେ 1814 ମସିହାରେ ଜର୍ଜ ଷ୍ଟିଫେନସନ୍ ଇଂଲଣ୍ଡରେ ରେଳ ଇଞ୍ଜିନ୍ ପ୍ରଥମେ ବ୍ୟବହାର କରିଥିଲେ। 1830ରୁ 1840 ଦଶକରେ ସେଠାରେ ଦ୍ରୁତଗତିରେ ରେଳପଥର ବିକାଶ ଘଟିଥିଲା। ଭାରତରେ ଏହାର ନିର୍ମାଣ କରାଯାଉ ବୋଲି ଚାପ ପଡ଼ିଲା, ଯାହା ଫଳସ୍ୱରୂପରେ ରେଳପଥର ବିକାଶ ଦ୍ୱାରା ଭାରତରେ ବ୍ରିଟିଶ ଉତ୍ପାଦନ ପାଇଁ ବସ୍ତୁଗୁଡ଼ିକ ନେବା ଆଣିବା ସହଜ ପ୍ରାପ୍ତ ହେବ, ଯାହାଫଳରେ ରପ୍ତାନି ସାମଗ୍ରୀ ମଧ୍ୟ ସହଜରେ ବ୍ରିଟେନରେ ପହଞ୍ଚି ପାରିବ। ଭାରତରେ ଇଂରେଜ ପୁଞ୍ଜିପତିଙ୍କ ଉଦ୍ୟମ ରେଳପଥ ପ୍ରବର୍ତ୍ତନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିପାରିବା। ରେଳ ଚଳାଚଳ ଏକ ବ୍ୟବସାୟ ପକ୍ଷ ଯୋଜନା ଅଟେ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଅତ୍ୟଧିକ ପଇସା ଲାଗିବ। ତଥାପି ମଧ୍ୟ ପ୍ରବର୍ତ୍ତନ ନିମନ୍ତେ ଭାରତର ଇଂରେଜ ଶାସକମାନେ ଲଣ୍ଡନରେ ନ୍ୟାୟ ସଙ୍ଗତ ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ରଥମ କାରଣ ଥିଲା ବାଣିଜ୍ୟ ପାଇଁ ରେଳପଥ ନିର୍ମାଣ ପାଇଁ କହିଥିଲେ। ତା ସହ ଭାରତର ମୁଖ୍ୟ ସହର ବ୍ୟବସାୟିକ କେନ୍ଦ୍ରମାନଙ୍କୁ ବନ୍ଦରଭାଗ କଞ୍ଚାମାଲ ଖାଦ୍ୟଶସ୍ୟର ଅପେକ୍ଷାକୃତ କମ୍ ସମୟରେ ପହଞ୍ଚି ହେବ। ଇଂଲଣ୍ଡରୁ ରପ୍ତାନି ହେଉଥିବା ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ବନ୍ଦରମାନଙ୍କ ପାଖରୁ ବିଶିଷ୍ଟ ସହରମାନଙ୍କରେ କମ୍ ସମୟରେ ସୁରକ୍ଷିତ ଭାବରେ ପହଞ୍ଚି ହେବ। ଦ୍ୱିତୀୟ କାରଣ ତାଙ୍କ ନିରାପତ୍ତା ସହ ସଂଶ୍ଳିଷ୍ଟ ଓ ତାହା ଥିଲା ସାମରିକ। ବ୍ରିଟିଶ ସାମ୍ରାଜ୍ୟର ସୀମା ବୃଦ୍ଧି ସହ ରାଜା ମହାରାଜା ଅସନ୍ତୁଷ୍ଟ ଆଦିବାସୀ ଚାଷୀ ଓ ତଥା ବାଣିଜ୍ୟମାନଙ୍କର ବିଦ୍ରୋହକୁ ରୋକିବା ପାଇଁ ସରକାରଙ୍କର ଆହୁରି ମଧ୍ୟ ଅନୁଭବ କଲେ ଯେ ରେଳପଥର ବିକାଶ ପ୍ରଶାସନ ପାଇଁ ସୁବିଧାଜନକ ହେବ ତଥା ଇଂଲଣ୍ଡର ଷ୍ଟିଲ୍ ନିର୍ମାତାରେ ରେଳପଥର ବିକାଶ ଭାରତରେ ତାଙ୍କର ବ୍ୟବସାୟ ପାଇଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ବିଚାର କଲେ। ଯଦି ଷ୍ଟିଲ୍ ନିର୍ମାତାଙ୍କ ପାଇଁ ଏହା ଗୋଟେ ପ୍ରକୃଷ୍ଟ ବୋଲି ସେ କହୁଥିଲେ। ରେଳ ଇଞ୍ଜିନ୍ ୱାଗନ ତଥା ଅନ୍ୟାନ୍ୟ ଯନ୍ତ୍ରପାତି କାରଖାନା ଉପକରଣ ନିମିତ୍ତ ଇସ୍ପାତ ଲୁହାର ଚାହିଦା ବୃଦ୍ଧି ଆଶା ତହିଁରୁ ପ୍ରଚୁର ଲାଭ ଇଂଲଣ୍ଡର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିଥିଲା। ଏସବୁ ଗୁଡ଼ିକ କ'ଣ କରିଥିଲା ନା ଇଂଲଣ୍ଡର ପୁଞ୍ଜିପତି ବା ବଡ଼ ବଡ଼ ଲୋକମାନଙ୍କୁ ଆକୃଷ୍ଟ କରିଥିଲା। ଏ ସମସ୍ତ ଯୁକ୍ତି ତଥା ପୁଞ୍ଜିପତିମାନଙ୍କର ଚାପ ଇଂଲଣ୍ଡର ସରକାର ଉପରେ ପଡ଼ିଛି। ଗ୍ରହଣ କରି ଭାରତରେ ରେଳପଥର ସମ୍ପ୍ରସାରଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ପ୍ରଦାନ କରିଦେଇଛି। ସର୍ବପ୍ରଥମେ 1831 ମସିହାରେ ମାନ୍ଦ୍ରାଜରେ ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ଆସିଲା। ମାନ୍ଦ୍ରାଜଠାରେ ପ୍ରଥମେ ରେଳପଥ ନିର୍ମାଣ କରିବା ପାଇଁ ପ୍ରସ୍ତାବଟି ଆସିଛି। ତାହା ଅନୁଯାୟୀ ରେଳର ଡବାଗୁଡ଼ିକୁ ଘୋଡ଼ାମାନଙ୍କର ଦ୍ୱାରା ଟଣା ହେବ। ଏହା କାର୍ଯ୍ୟକାରୀ ହୋଇନଥିଲା। 1834 ମସିହାରେ ଭାରତ ପାଇଁ ବାଷ୍ପଚାଳିତ ରେଳ ପ୍ରସ୍ତାବ ପ୍ରଥମେ ଆସିଲା। ଇଂଲଣ୍ଡର ରେଳପଥ ନିର୍ମାଣ ପାଇଁ ପୁଞ୍ଜି ଖଟାଉଥିବା ବ୍ୟକ୍ତି ଓ କମ୍ପାନୀମାନେ ବିତ୍ତପତି ଓ ଭାରତ ସହ ବାଣିଜ୍ୟ କରୁଥିବା ଉଦ୍ୟୋଗପତି ଓ ବସ୍ତ୍ରଶିଳ୍ପର ମାଲିକମାନେ ଏହି ପ୍ରସ୍ତାବକୁ ରାଜନୈତିକ ସମର୍ଥନ ଜଣାଇଥିଲେ। ନିଷ୍ପତ୍ତି ଅନୁଯାୟୀ ଭାରତରେ ଘରୋଇ କମ୍ପାନୀମାନେ ରେଳପଥ ନିର୍ମାଣ କରିବାକୁ ସ୍ଥିର ହେଲା। ସରକାର ସେମାନଙ୍କର ପୁଞ୍ଜି ଉପରେ ଅନ୍ୟୁନ 5% ଲାଭ ପ୍ରଦାନ କରିଥିବେ। ପ୍ରଥମ ରେଳ ଇଞ୍ଜିନ୍ ବମ୍ବେ ଓ ଥାନେ ମଧ୍ୟରେ ପ୍ରଥମ ଥର ପାଇଁ ଚାଲିଥିଲା। ତୁମମାନଙ୍କ ପ୍ରଶ୍ନ ଆସେ ଯେ ପ୍ରଥମେ କେଉଁଠାରୁ କେଉଁଠାକୁ ଯାଇଥିଲା ନା ବମ୍ବେରୁ ଥାନୁ 1853 ମସିହାରେ ହେଇଥିଲା। 1849 ମସିହାରେ ଭାରତରୁ ବଡ଼ଲାଟ ଭାବରେ ଆସିଥିବା ଲର୍ଡ ଡେଲହାଉସି ରେଳପଥର ବିକାଶ କରିଥିଲେ। ଏହି ଯୋଜନାରେ 4ଗୋଟି ମୁଖ୍ୟ ରେଳପଥ ପାଇଁ ପ୍ରସ୍ତାବ ଦେଇଥିଲେ। ରେଳପଥ ଗୁଡ଼ିକର ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ବଡ଼ ବଡ଼ ସହର ସହ ଯୋଡ଼ିବା କ୍ଷେତ୍ରରେ ଏହା ସାହାଯ୍ୟ କରିବ। ପୁଣି
ରେଳପଥ ଗଲା, ତାପରେ ଆସିଲା ଟେଲିଗ୍ରାଫ ବ୍ୟବସ୍ଥା। ସର୍ବପ୍ରଥମେ ଟେଲିଗ୍ରାଫ ବ୍ୟବସ୍ଥା 1853 ମସିହା କୋଲକାତା ଆଗ୍ରାଠାରେ ଆରମ୍ଭ ହୋଇଥିଲା। ଭାରତରେ ଇଲେକ୍ଟ୍ରିକ୍ ଟେଲିଗ୍ରାଫ ପ୍ରଚଳନ ମଧ୍ୟ ଯୁଗାନ୍ତକାରୀ ପଦକ୍ଷେପ କହିପାରିବା, ଯାହାକି ଡେଲହାଉସିଙ୍କ ସମୟରେ ହୋଇଥିଲା। ସେ ଏକ ପଦକ୍ଷେପ ନେଇଥିଲେ ଭାରତର ପ୍ରାନ୍ତୀୟ ଅଞ୍ଚଳଗୁଡ଼ିକ ସଦର ମହକୁମା ଅନ୍ୟାନ୍ୟ ବିଶିଷ୍ଟ ବାଣିଜ୍ୟ କେନ୍ଦ୍ରମାନଙ୍କ ସହ ସଂଯୁକ୍ତ କରିବା ପାଇଁ ଏହା କରିଥିଲେ। ଏହା ମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ସମ୍ବାଦଟି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚି ପାରିବ, ଯାହାକି 1853 ମସିହାରେ ପ୍ରଥମେ କଲିକତା ଆଗ୍ରା ମଧ୍ୟରେ ଟେଲିଗ୍ରାଫ ଆରମ୍ଭ ହୋଇଥିଲା। ଅବଶ୍ୟ ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଅନେକ ସୁବିଧାପୂର୍ଣ୍ଣ ହୋଇଥିଲା ଏବଂ ସମୟ ସମୟ ଦୂରତ୍ୱକୁ ଜୟ କରିବା ପାଇଁ ଟେଲିଗ୍ରାଫ ଉତ୍କୃଷ୍ଟର ମାଧ୍ୟମ ସାଜିଥିଲା। ଭାରତ ବୋଲି ବିଶାଳ ଦେଶରେ ଏହାର ଉପାଦେୟତା ଅପରିହାର୍ଯ୍ୟ ଅଟେ। ଡେଲହାଉସି ନୂଆ କରି ଡାକ ଟିକଟ ପ୍ରଚଳନ କରିଥିଲେ। ଏହା ପୂର୍ବରୁ ଡାକରେ ଆସୁଥିବା ପତ୍ରର ଗ୍ରାହକଙ୍କୁ ଦେୟ ଦେବାକୁ ପଡ଼ୁଥିଲା ବେଳେ ଏହା ପ୍ରେରକ ଡାକ ମହାଶୁଳ ଦେଇ ଡାକ ଟିକଟ ଲଗାଇ ପତ୍ର ପ୍ରେରଣ କରୁଥିଲେ। ଯିଏ ପଠାଇବ ତାକୁ ଟ୍ୟାକ୍ସ ଦେବାକୁ ପଡ଼ିବ। ଡେଲହାଉସି ମଧ୍ୟ ଡାକ ମହାଶୁଳକୁ ହ୍ରାସ କଲେ, ତା'ର ଟ୍ୟାକ୍ସକୁ କମେଇଲେ। ଅର୍ଥାତ୍ ଆଗରୁ ଯଦି 50 ଟଙ୍କା ନିଆଯାଉଥିଲା, ବର୍ତ୍ତମାନ ତାହା 10 ଟଙ୍କା ନିଆଯିବ ବୋଲି ସେ କହେ। ସେହିଭଳି ଭାବରେ ମୁଁ ଏକ୍ଜାମ୍ପଲ୍ ଦେଉଛି, ତୁମେ ଲେଖିଦେବ ନାହିଁ। ସମଗ୍ର ଦେଶରେ ଡାକ ମହାଶୁଳର ଦର ସମାନ ରଖିଲେ। ଯାହା ବି ଥିଲା ଡାକ ଗୁଡ଼ିକ ସବୁ ଡାକରେ କ'ଣ କଲେ ନା ସମାନ ପ୍ରାଇସ୍ ଅଟେ। ବର୍ତ୍ତମାନ ଯେପରି ଆମେ ଦେଖୁଛେ ଗୋଟେ ଚିଠି ପଠାଇଲେ କେତେ ଗ୍ରାମକୁ କେତେ ଟଙ୍କା ନେଉଛନ୍ତି, ସେହିଭଳି ସବୁ ପୋଷ୍ଟରେ ସେଇ ସେମ୍ ପଇସା ଲାଗିବ। ସେ ସମୟରେ ମଧ୍ୟ ତାହା କରିଥିଲେ। ପତ୍ର ପ୍ରେରଣ ପାଇଁ ଅଧଅଣା 2 ଅଣା ଦର ଧାର୍ଯ୍ୟ ହେଉଥିଲା। ପୂର୍ବରୁ ଏହା ଦୂର ଅନୁଯାୟୀ ଧାର୍ଯ୍ୟ ହେଉଥିଲା। ଅନେକ ସମୟରେ ଗୋଟିଏ ଚିଠିର ଡାକ ଖର୍ଚ୍ଚ ଏତେ ଅଧିକ ଥିଲା ଯେ ତାହା 4 ଜଣ କୁଶଳୀ ଶ୍ରମିକର ଦିନକର ମଜୁରୀ ସହ ସମାନ ଥିଲା। ଡେଲହାଉସିଙ୍କ ସଂସ୍କାର ଫଳରେ ଏହା ବିସ୍ତାରିତ ହୋଇଥିଲା। ଏହି ଡାକ ବ୍ୟବସ୍ଥାରେ ପୁଣି ଡାକ ଡାଇରେକ୍ଟର ଜେନେରାଲ ନିଯୁକ୍ତି ହୋଇଥିଲେ। ଡାକ ପ୍ରେରଣ କ୍ଷେତ୍ରରେ ତାଙ୍କର ଆଗକୁ ଖର୍ଚ୍ଚ କରିବା ପାଇଁ ଅଜସ୍ର ଅର୍ଥକୁ ହ୍ରାସ କରିପାରିଥିଲା। ଏହା ଥିଲା ଟେଲିଗ୍ରାଫ ବ୍ୟବସ୍ଥା। ତାପରେ ଆସିଲା ଭୂ ରାଜସ୍ୱ ନୀତି ଅର୍ଥାତ୍ ଲ୍ୟାଣ୍ଡ ରେଭେନ୍ୟୁ ପଲିସି ଆମେ କହିପାରିବା। ସେଗୁଡ଼ିକ ହେଲା ଚିରସ୍ଥାୟୀ, ରୟତବାରୀ, ମହଲବାରୀ। ତମାନଙ୍କର ଚିରସ୍ଥାୟୀରୁ ଅନେକ ଗୁଡ଼ିଏ ପ୍ରଶ୍ନ ଆସୁଛି ଏବଂ ଏହିସବୁ ଚିରସ୍ଥାୟୀ, ରୟତବାରୀ, ମହଲବାରୀରୁ 3 ମାର୍କ ବିଶିଷ୍ଟ ପ୍ରଶ୍ନ ଆସୁଛି ଏବଂ ଏହା କିଏ କରିଥିଲେ ତାହା ମଧ୍ୟ ପ୍ରଶ୍ନ ଆସୁଛି। ତ ଭୂ ରାଜସ୍ୱ ନୀତି, ଲ୍ୟାଣ୍ଡ ରେଭେନ୍ୟୁ ପଲିସି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଭାରତ କେବଳ କୃଷି ଉପରେ ନିର୍ଭରଶୀଳ। ଦେଶର ଆୟ ଅଧିକାଂଶ ଭାଗ ଭୂ ରାଜସ୍ୱରୁ ହିଁ ମିଳୁଥିଲା ଏବଂ 1765 ମସିହାରେ ଇଂରେଜମାନେ ବଙ୍ଗ ବିହାର ଓଡ଼ିଶାରେ ଦେୱାନୀ ବା କର ଆଦାୟର ସୁବିଧା ପାଇଲେ, କର ଆଦାୟର କ୍ଷମତା ପାଇଲେ। ସେମାନେ ଏହା ପାଇବା ପରେ ଗଭର୍ଣ୍ଣରମାନେ ଭୂ ରାଜସ୍ୱ ଆଦାୟ ନୀତିକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଚେଷ୍ଟା କଲେ। ଆଦ୍ୟ ଅବସ୍ଥାରେ ସେହିଭଳି କିଛି ଫଳପ୍ରଦ ନ ହେବା ଯୋଗୁଁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଭୂ ରାଜସ୍ୱ ଆଦାୟ କରି ବ୍ରିଟିଶ ରାଜକୋଷ ଦାଖଲ କରୁଥିଲେ। କିନ୍ତୁ ରାଜସ୍ୱ ନୀତି ବହୁ ତ୍ରୁଟିପୂର୍ଣ୍ଣ ଥିଲା, ବହୁତ ଗୁଡ଼ିଏ ଭୁଲ ରହିଥିଲା ସେଥିରେ। ଜମିଦାରମାନଙ୍କ ଅଧୀନରେ ଜମି ଥିଲେ ମଧ୍ୟ ସେମାନେ ସେସବୁର ମାଲିକାନା ସତ୍ତ୍ୱ ପାଇ ନଥିଲେ। ଭୂମିକରର ପରିମାଣ ବିଭିନ୍ନ ଅଞ୍ଚଳରେ ଭିନ୍ନ ଥିବାରୁ କୃଷକମାନେ ଶୋଷିତ ହେଉଥିଲେ। ବାର୍ଷିକ, ତ୍ରୈବାର୍ଷିକ, ପଞ୍ଚବାର୍ଷିକ ଜମିଜମା ବନ୍ଦୋବସ୍ତ ହେଉଥିବାରୁ ଜମିଦାର ବା କୃଷକ କେହି ଜମିର ଉନ୍ନତି ପାଇଁ ଦେଖୁନଥିଲେ, ଉନ୍ନତିର ଧ୍ୟାନ ଦେଉନଥିଲେ। ଜଳସେଚନର ଉପଯୁକ୍ତ ବ୍ୟବସ୍ଥାର ଅଭାବ ବର୍ଷା ଉପରେ ନିର୍ଭରଶୀଳ ଥିଲା। କୃଷି ଉତ୍ପାଦନ ହ୍ରାସ କରୁଥିଲା। ଅନାବୃଷ୍ଟି, ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଚାଷୀ ତଥା କୃଷିଜୀବୀ ଶ୍ରେଣୀର ମେରୁଦଣ୍ଡ ଭାଙ୍ଗି ଦେଉଥିଲା। କମ୍ପାନୀ ସରକାର ଏସବୁ ପ୍ରତି ଧ୍ୟାନ ନ ଦେଇ କର ବୃଦ୍ଧି କରି ଚାଲୁଥିଲେ। ସେ ଆଉ କିଛି ଦେଖୁନଥିଲା, ସେ କରକୁ ବୃଦ୍ଧି କରିବାକୁ ଲାଗିଲା। ଏହାର ଫଳସ୍ୱରୂପ ଅନେକ କୃଷକ ଆନ୍ଦୋଳନ ସେ ସମୟରେ ଘଟିଥିଲା। ଏହି କର ବୃଦ୍ଧି ଯୋଗୁଁ ହିଁ ଅନେକ ଗୁଡ଼ିଏ ଆନ୍ଦୋଳନ ହୋଇଥିଲା। ପ୍ରଥମ ପଲ୍ଲାଡ ଗଭର୍ଣ୍ଣର ଜେନେରାଲ ସାର୍ ୱାରେନ୍ ହେଷ୍ଟିଙ୍ଗ ରାଜସ୍ୱ ସଂସ୍କାର ଫଳପ୍ରଦ ହୋଇନଥିଲା, ଏକ ତ୍ରୁଟିପୂର୍ଣ୍ଣ ଭାବରେ ପରିଲକ୍ଷିତ ହୋଇଥିଲା। ସେ 1 ବର୍ଷ ତଥା 10 ବର୍ଷର ଗୋଟିଏ ନୀତି ଆଣିଥିଲେ। ସର୍ବପ୍ରଥମ ଆମେ ଦେଖିବା ଚିରସ୍ଥାୟୀ ବନ୍ଦୋବସ୍ତ। ତମାନଙ୍କର ବାରମ୍ବାର ପ୍ରଶ୍ନ ଆସୁଛି
ଚିରସ୍ଥାୟୀ ବନ୍ଦୋବସ୍ତ କେବେ କରାଯାଇଥିଲା ଏବଂ କିଏ କରିଥିଲେ? ଲର୍ଡ଼ କର୍ଣ୍ଣୱାଲିସ୍ ଏବଂ 1793 ମସିହାରେ ହେଇଥିଲା। 1765ରେ କ'ଣ ହେଇଥିଲା ନା ଆଲାହାବାଦ ଚୁକ୍ତି ହେଇଥିଲା, ଯାହାଫଳରେ ବଙ୍ଗ ବିହାର ଓଡ଼ିଶାରେ ରାଜସ୍ୱ ଆଦାୟର କ୍ଷମତା ପାଇଥିଲେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଲେ। ଆରମ୍ଭରେ କମ୍ପାନୀ ରାଜସ୍ୱ ଆଦାୟ ପୁରୁଣା ବ୍ୟବସ୍ଥା ପ୍ରଚଳନ ଥିଲା, କିନ୍ତୁ ସର୍ବମୋଟ ରାଜସ୍ୱ ଆଦାୟ ବୃଦ୍ଧି ପାଇବାକୁ ଲାଗିଲା। 1773 ମସିହାରେ କମ୍ପାନୀ ପ୍ରଥମ କରି ରାଜସ୍ୱ ବ୍ୟବସ୍ଥା ବୁଝିବାକୁ ସ୍ଥିର କଲା। ୱାରେନ୍ ହେଷ୍ଟିଙ୍ଗ୍ ଏହି ରାଜସ୍ୱ ଆଦାୟ ନିଲାମ ଡାକି ବିକ୍ରି କଲେ, ମାତ୍ର ଏହା ସଫଳ ହୋଇନଥିଲା। ଏହିପରି ଏକ ପରିସ୍ଥିତି ରାଜସ୍ୱ ପରିମାଣକୁ ସ୍ଥାୟୀ କରିବା କଥା ସରକାର ସୃଷ୍ଟି କରି ଆକର୍ଷଣ କଲା। ଯେହେତୁ ଏହା ଫଳପ୍ରଦ ନ ହେଲା, ତାହାକୁ ଆମେ ପରମାନେଣ୍ଟ କରିଦେବା ବୋଲି ସେ ଭାବିଲେ। ତାହା ଫଳସ୍ୱରୂପ 1786 ମସିହାରେ ଭାରତକୁ ବଲ୍ଲାଟ ଭାବେ ଆସିଥିବା ଲର୍ଡ଼ କର୍ଣ୍ଣୱାଲିସ୍ ଓ ସେ ବହୁ ରାଜସ୍ୱ ନୀତି ଆଣିଥିବା ପରିବର୍ତ୍ତନକୁ ଚିରସ୍ଥାୟୀ ବନ୍ଦୋବସ୍ତ ବୋଲି କୁହାଗଲା। ଏହା ବଙ୍ଗ ବିହାରରେ ପ୍ରଚଳନ କରାଗଲା। ଏହା ଦୁଇଟି ସ୍ୱତନ୍ତ୍ର ଦିଗ ଥିଲା। ପ୍ରଥମେ ହେଲେ ଜମିଦାର ଖଜଣା ଆଦାୟକାରୀକୁ ଭୂସ୍ୱାମୀ ଭାବରେ ପରିଣତ କରେ, ଅର୍ଥାତ୍ ଯିଏ ଟ୍ୟାକ୍ସ କଲେକ୍ଟ କରିବ, ଏବଂ ଜମିଦାର ସେମାନେ ହେଲେ ସର୍ବେସର୍ବା। ଏକ ନୂତନ ଭାବରେ ସୃଷ୍ଟ ଜମିଦାର ଗୋଷ୍ଠୀ କେବଳ ଖଜଣା ଆଦାୟକାରୀ ହୋଇ ରହିଲେ ନାହିଁ, ସେହି ଜମିଦାରୀମାନେ ଥିବା ମୋଟ ଜମିର ମାଲିକ ମଧ୍ୟ ଥିଲେ। ଅନ୍ୟପକ୍ଷରେ ପ୍ରଜାମାନଙ୍କର ସାମାଜିକ ପ୍ରତିପତ୍ତି ଉଣା ହେଲା। ତାଙ୍କର ସେମାନେ ନିମ୍ନରୁ ନିମ୍ନତର ହେଲେ। ସେମାନେ ଚାଷୀ ନ ହୋଇ ଭାଗ ଚାଷୀ ହୋଇ ରହିଲେ, ଏବଂ କାରଣ ସମସ୍ତ ଜମିର ମାଲିକ ତ ଜମିଦାରୀମାନେ ହେଲେ ସେହିଭଳି ଭାବରେ। ତାପରେ ତାର ସୁଫଳ କ'ଣ ଥିଲା? ଜମିଦାର ରାଜସ୍ୱ 11ରୁ 1 ଭାଗ ତାପରେ ସେଇ ଜମିଦାରମାନେ ରଖୁଥିବା ବେଳେ 10 ଭାଗକୁ କମ୍ପାନୀକୁ ଦେଉଥିଲେ। ନିଜ ପାଖରେ କମିଶନ ବାବଦକୁ 1 ଭାଗ ରଖିଥିଲେ ଏବଂ ବନ୍ଦୋବସ୍ତର ବ୍ୟବସ୍ଥା ଥିଲା ଏହା। ମାତ୍ର ଯେଉଁ ରକମ ସେ କମ୍ପାନୀକୁ ଦେବେ ସ୍ଥିରୀକୃତ ହୋଇ ରହିଲା ଏବଂ ଏହା ଇଂରେଜମାନଙ୍କୁ ତାଙ୍କ ବାର୍ଷିକ ଯୋଜନା ଅଟକଳ କରିବାର ସୁଯୋଗ ମିଳିଲା। ବହୁ ରାଜସ୍ୱ ପାଇଁ ଯେଉଁ କର୍ମଚାରୀମାନେ ନିୟୋଜିତ ହୋଇଥିଲେ ସେମାନଙ୍କୁ ସେଥିରୁ ଅବ୍ୟାହତି ଦିଆଯାଉ ସେମାନଙ୍କୁ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାର କାର୍ଯ୍ୟରେ ମଧ୍ୟ ବିନିଯୋଗ କରିବାକୁ ଲାଗିଲେ। ଜମିଦାରମାନେ ଏହି ବନ୍ଦୋବସ୍ତ ଦ୍ୱାରା କେତେକାଂଶରେ ଉପକୃତ ହେଲେ। ସେମାନେ ସବୁଦିନ ପାଇଁ ଜମିର ମାଲିକାନା ସତ୍ତ୍ୱ ପାଇଲେ, ଯାହାଫଳରେ ଜୀବିକା ନିର୍ବାହ ଏକ ନିଶ୍ଚିତ ଉତ୍ସ ପ୍ରାପ୍ତ ହେଲା। ସେମାନେ ବ୍ରିଟିଶ ଶାସନ ପ୍ରତି ଅନୁରକ୍ତ ରହିବାରୁ କୌଣସି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଲେ ବ୍ରିଟିଶ ଶାସନ ତାଙ୍କୁ ସୁରକ୍ଷା ଦେଉଥିଲା। ସାମୟିକ ଜନ ଆନ୍ଦୋଳନକୁ ଦବେଇ ଦେବା ପାଇଁ ବ୍ରିଟିଶ ଜମିଦାରମାନଙ୍କର ସହାୟତା ନେଇଥିଲେ। ଜନ ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟବାଦ ମଧ୍ୟରେ ସେମାନେ ରକ୍ଷା କବଚ ହୋଇ ସରକାରଙ୍କ ଉପରେ ଯାଞ୍ଚ ଆସିବାରୁ ଦେଇନଥିଲେ। ବହୁ ରାଜସ୍ୱ ପରିମାଣ ଦ୍ୱିଗୁଣିତ ହେଲା। ତଥାପି ପଟ୍ଟା କରିବା ଫଳରେ କୃଷକ ଜମିକୁ ସୁରକ୍ଷିତ ମନେ କଲା। ତାର କୁଫଳ କ'ଣ ନା ଆରମ୍ଭରେ ଭୂ ରାଜସ୍ୱର ପରିମାଣ ମନ ଇଚ୍ଛା ଧାର୍ଯ୍ୟ କରାଗଲା, ଯାହାପରେ ତାହା ସେମାନେ ଟ୍ୟାକ୍ସ କରିବାକୁ ଲାଗିଲେ। ଜମିଦାରମାନଙ୍କର ସହ ଏହି କୌଣସି ପରାମର୍ଶ ବି ଯାଇନଥିଲା। ଫଳରେ ସରକାରଙ୍କର ଲକ୍ଷ୍ୟ ଯେକୌଣସି ପ୍ରକାରରେ ଅଧିକ ଆଦାୟ କରିବା। ଫଳରେ ଜନସ୍ୱର ଥିଲେ ଚିରସ୍ଥାୟୀ ବନ୍ଦୋବସ୍ତର ପ୍ରଣେତା ଓ ବଲ୍ଲାଟ ପଦକ୍ଷେପରେ ଲର୍ଡ଼ କର୍ଣ୍ଣୱାଲିସ୍ଙ୍କ ଉତ୍ସାହ କରେ। ବନ୍ଦୋବସ୍ତର ଚୁକ୍ତିପତ୍ରରେ ଦର୍ଶାଯାଇଥିଲା କେତେକ ନିର୍ଦ୍ଦିଷ୍ଟ ଧାରାରେ ବିଷୟବସ୍ତୁର ଅସ୍ପଷ୍ଟତା ଯୋଗୁଁ ଏହା କାର୍ଯ୍ୟକାରୀ ସମୟରେ ନାନା ସମସ୍ୟା ସୃଷ୍ଟି କରି ହୋଇଥିଲା, ଯାହାଫଳରେ ଏହା ମଧ୍ୟ ଚିରସ୍ଥାୟୀ ବନ୍ଦ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା। ତାପରେ ଆସିଲା ରୟତୱାରୀ। 1820 ହେଇଥିଲା ଥମାସ ମୁରଙ୍କ ସମୟରେ। ରୟତର ଅର୍ଥ ହେଲା ଚାଷୀ, ଯାହାକି ଚାଷୀମାନଙ୍କ ଠାରୁ ଡାଇରେକ୍ଟଲି କଲେକ୍ଟ କରାଯାଉଥିଲା। ଭାରତର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ଅଞ୍ଚଳରେ ଇଂରେଜ ଶାସନ ପ୍ରତିଷ୍ଠା ହେବା ପରେ ବନ୍ଦୋବସ୍ତକୁ ନେଇ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳରେ ପୂର୍ବରୁ କୌଣସି ଜମିଦାର ବର୍ଗ ନଥିଲେ। ଏହି ବର୍ଗଟିଏ ସୃଷ୍ଟି କରି ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କଲେ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ଅନୁମାନ କରିଥିଲେ। ଚିରସ୍ଥାୟୀ ବନ୍ଦୋବସ୍ତରେ ଭୂ ରାଜସ୍ୱ 1 ଭାଗ ଜମିଦାରମାନେ ନେଉଥିଲେ। ଆର୍ଥିକ ଦୃଷ୍ଟିରୁ ସରକାର କ୍ଷତିଗ୍ରସ୍ତ ହେଉଥିଲେ।
जेहेतु एक भाग जमीदार मैंने नेउथिले तेणु क्षतिग्रस्त होते रयत मैंने जमीदार मान अनुग्रह बंचुवर अनेक अत्याचार सम्मुखीन होते चाषी मैंने पुणी अनेक गुड़े अत्याचार होते तेणु बंगला प्रेसिडेंसी रे प्रवर्तित होता चिरस्थायी बंदोबस्त त्रुटि जो तर्जमा हो थॉमस मुनरो 1820 मसीह गोटे नुआ नीति आनिले जहाँ थिला रयतवारी याद्वारा रयत मान प्रत्येक भाव में जमी जमा बंदोबस्त है अर्थात डायरेक्टली कलेक्ट कले चाषी मान बॉम्बे प्रेसिडेंसी रे किसी अंचल प्रवचन करागला रयतवारी प्रजा मैंने सरकार भाग चाषी भू राजस्व जदि नियमित भाव में पैठ करती जमी प्रजासत्व अधिकार अक्षुण्ण रन्यथा खजना नदेले रयत तार जमीर मालिकाना हरइब यह व्यवस्था चिरस्थायी न करी ताहा अति कम समय पाई न करी 30 वर्ष पाई चुक्तिबद्ध करागला उत्पादित फसलर अर्धेक कंपानी राजस्व आदाय करने पाई स्थिर है यह थिला रयतवारी तापर आम देखा महलवारी अर्थात गोटे केते केते अंचल को नहीं करागला गांगे उपत्यका उत्तर प्रदेश 1822 रे होता तथा मध्य प्रदेश केतक अंचल पंजाब जमीदारी बंदोबस्त एक संशोधित रूपर प्रचलन करा महलवारी बोली कहुला से समय उपरोक्त अंचल गुड़िक केतक गाँव समष्टि को महल बोली कहला मु पूर्व कही केते गुड़े गाँव को नहीं सृष्टि होता है महलवारी ए ग्रामर मुखिया तथा क्षुद्र जमीदार मैंने प्राधान्य थिले गाँवर मुख्य जे तथा जमीदार मैंने यार मुख्य थिले तेणु से जरिया भू राजस्व आदाय सुविधा हेब बोली सरकारी स्तर में निष्पत्ति नि बंदोबस्त करागला यह महलवारी बंदोबस्त बोली कहगला सेठाकार जमीदार और परिवार मुख्य बोलाउथिबा सामूहिक भाव में ग्राम बा खजना महल पक्षर बंदोबस्त करथिले सरकार खजना बंदोबस्त ग्राम बा महल सांगरे करुथिले पंजाब रे महलवारी व्यवस्था एक संशोधित रूप को प्रचलन करागला ताहा ग्राम व्यवस्था बोली कहगला सरकार कौन कले ना खजना बंदोबस्त महल सांगरे रखिले जहाँ महलवारी कहगला यही व्यवस्था द्वारा कृषकर आर्थिक अवस्था उन्नति है तथा ग्राम मुखिया दौरात्मक महाजन मान शोषण सरकारी कर्मचारी उत्पीड़न शिकार प्रत्यक्ष प्रकार भू बंदोबस्त कुपरिमाण एक अविच्छेद्य अंग भाव अवरोध कला कृषक मानकर यह रयतवारी महलवारी व्यवस्था संपर्क तो मैंने टिके देखीद मुझे पढ़ेदेली भी हेनी मान सब पढ़ा पड़ो 1757 पलासी युद्ध 1764 बक्सार युद्ध 1793 चिरस्थायी बंदोबस्त लॉर्ड कॉर्नवालिस तो मान प्रश्न बारंबार आसूची देखीदब ईस्ट इंडिया कंपनी केवे गढ़ा होता ना 1600 ख्रीष्टाब्द में गढ़ा होता क्यों बढ़ला चिरस्थायी बंदोबस्त प्रवर्तन करते लॉर्ड कॉर्नवालिस कहा द्वारा भारत को रेलपथ आविष्कार जलपथ आविष्कार करते ना भास्को दा गामा 1498 क्योंठार क्यों जगह को ब्रिटिश सरकार प्रथम रेल द्वारा संयोग करते ना बॉम्बे थाने 1553 मद्रास प्रेसिडेंसी गवर्नर सार थॉमस मुनरो प्रवर्तित करथिबा राजस्व रयतवारी 1820 ब्रिटिश सरकार को नूतन डाक प्रथा प्रचलन पर चिठीर निर्धारित डाक महाशुल्क डाक टिकट आकार पत्र प्राप्त ना प्रेरक को देवाक पड़ूला यह तुम मानकर एनसार ही दे दीची क्यों मसीहा बिहार बंग ओडिशा देवानी है 1765 आमर अलाहाबाद चुक्ति मद्रास प्रेसिडेंसी रे क्यों बंदोबस्त व्यवस्था ब्रिटिश प्रचलन करथिला ना रयतवारी तापर वित्त निष्कास अर्थ बहिर्गमन प्रक्रिया कौन ना इंग्रेज माने निज देश को निज देश हित भारत जो नहीं जाते धन संपत्ति एकचाटिया वाणिज्य कले समस्त को परास्त कर निजे ही गोटे वाणिज्य सत्ताधिकार करवा अर्थकारी फसल कहले जो झोट है नील चाष अफिम यही सब को कहुला इंग्रेज माने भारत में अधिक पुंजीनिवेश कहीं मन कले कहीं बिना टैक्स रे से माने बिजनेस करें तो मानकर ए भू राजस्व नीति संपर्क में आलोचना कर गोटे इंपोर्टेंट क्वेश्चन अटे तथा रयतवारी महलवारी रेल व्यवस्था ए 3 मार्क क्वेश्चन आसूची तुम मानकर निश्चित भाव में कर आशा करुँगी देखा आउ गोटे नूतन अध्याय रही नमस्कार जय हिंद वंदे मातरम वंदे उत्कल जननी।